ଆପଣ ପଚାରୁଛନ୍ତି ହୀରାପାରା କଥା। କହିଲା ଯେତେବେଳେ ସାଗର ବଢ଼ିବ ପ୍ରଳୟ ହୋଇବ କୂଳକୁ ଲଙ୍ଘିବ ଯାଇ। କାହିଁକି ନା ଜଗନ୍ନାଥ ଦାସ ଯେତେବେଳେ ମଠ କରିଥିଲେ ସାତ ଲହଡ଼ା ଫେରି ଯାଇଥିଲା। ସେ ସାତ ଲହଡ଼ା ମାଡ଼ିକିରି ଆସିବ କ'ଣ ନା ଏଇଟା କେବେ ହେବ ନା ଏଇ ଦିବ୍ୟସିଂହ ଦେବଙ୍କ ଅଙ୍କରେ ହେବ। ସେବେଳେରେ ହୀରାପାରା ଦୁହେଁ ଏକାଠି ହେବେ। ଲଞ୍ଜା ତାରା ପଡ଼ିବ, ସମୁଦ୍ର ଗର୍ଭ ଶୁଖିବ। ଯେଉଁ ଲଞ୍ଜାଟା ଖସୁଛି 70% ଜଳ ସମୁଦ୍ରରୁ ଉଠେଇବ। ଏହା ବଙ୍ଗୋପସାଗର ଗର୍ଭରେ ପଡ଼ିବ, ଆଉ କେଉଁଠି ନୁହେଁ। ତେଣୁ କହିଲେ ପବନର ସୁଅ ସେବେଳେ ଛୁଟିବ 49 ମୂର୍ତ୍ତି ଧରି। 909 ପବନ ବହିବ ନହେବଟି ଥୟ କରି। 999 ପବନ ବହିବ। ତେଣୁ ରାତ୍ର ଦିବା ମିଶି ସେବେଳରେ ଆସି ବରଷୁଥିବଟି ପାଣି। 1300 ଗ୍ରାମ ଜଳେ ବୁଡ଼ିଯିବ ଜନେ ନ ପାରିବ ଜାଣି। 13,000 ଗାଁ ଜଳରେ ବୁଡ଼ିବ। 6ଟା ଜିଲ୍ଲାକୁ ଭସେଇବ। କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏଇସବୁ ଜିଲ୍ଲା ଗୁଡ଼ାକ ଗଞ୍ଜାମ ସବୁ ଭାସିଯିବ। ତେଣୁ କହିଲେ 13,000 ଗାଁ, 13,000, 1300 13,000 ଗାଁ ଭାସିଯିବ। ତେଣୁ କହିଲେ 5, 3, 13 ଏକତ୍ର ହୋଇଲେ ପୃଥିବୀ ଧକ୍କା ଖାଇବ। ସେହି ବେଳେ ସମୁଦ୍ର ଗର୍ଭରେ ପିଣ୍ଡୁଳା ଆସି ପଡ଼ିବ। କହିଲେ ପୂର୍ବରୁ ଦକ୍ଷିଣେ ଆସିବ ମାଡ଼ି ଲହଡ଼ି ଉଠିବ ମାତି ହୋଇବ ଲହଡ଼ି ପଡ଼ୁଥିବ ମାଡ଼ି ବଡ଼ ଦେଉଳକୁ ଭେଦି। ସେତେବେଳେ ବଡ଼ ଦେଉଳକୁ ଛୁଇଁକିରି ଆସିବ ପାଣି। ହୀରାପାରା ଯେବେ ଏକତ୍ର ହୋଇବ ତରକିବେ ଭକ୍ତଗଣ। ନେମାଳ ବଟରେ ଅଚ୍ୟୁତ ଜାଣନ୍ତି ଦେଖିବା ପାଇଁ ଏ ଖେଳ। କିଏ କରିଛି? ଜଗନ୍ନାଥ କରିଛି। ତେଣୁ ଜଗନ୍ନାଥ କହିଲେ ଅଚ୍ୟୁତ ମୁଁ ନିରାକାର ଥିଲି, ମୁଁ ନରାକାର ହେଇଗଲି। ନିରାକାର ବଟ ରହି ତୁ ରହିବୁ କେଉଁଠି ନେମାଳରେ, ମୁଁ ନରାକାର ହେଇଥିବି। ଜଗନ୍ନାଥଙ୍କର କିଛି ନଥିବ ସେତେବେଳେ। ତେଣୁ ସେ କହିଲେ ବଡ଼ ଦେଉଳକୁ ଧକ୍କା ମାରୁଥିବ ଦେବ ଦେଖିବୁଟି ନୟନରେ। ଉତ୍ତରାଞ୍ଚଳରୁ ଯୁଦ୍ଧର ପ୍ରସ୍ତାବ ହେତୁ ରଖିବ ମନରେ। ସେତେବେଳେ ଉତ୍ତରାଞ୍ଚଳ ଯୁଦ୍ଧ, ପ୍ରବଳ ଯୁଦ୍ଧ ଲାଗିଥିବ। ଏଇ ଯେଉଁ 7 ରାତି ଅନ୍ଧକାର ଯେଉଁ କୁହା ହେଇଛି, ଆପଣ ତ ଦେଖୁଛନ୍ତି ନା, ସମୟ ସବୁ ଆସୁଛି, ପ୍ରବଳ ଯୁଦ୍ଧ। ତେଣୁ ସେହି ବେଳେ ଛତିଆ ଚାଲିଯିବେ ପ୍ରଭୁ ବୈରୀ ଷ୍ଟେସନରେ ଜାଣ। ସେବେଳେ ଭୂରିଶ୍ରବା ମହାବୀର ଜଗି ରହିଥିବ ପୁଅ କେଉଁଠି ନା ଝାଡ଼େଶ୍ୱର ବୈରୀ ପାଖରେ ଭୂରିଶ୍ରବା ଜଗିଥିବ। ସେବେଳେ ଠାକୁର ଅନନ୍ତ କେଶରୀ ନାମ ହେବ ଯେ ଶ୍ରୀହରି। ବଳଦେବଙ୍କ ନାମ ରହିବ ସହଜେ ଚନ୍ଦ୍ରଶେଖର। ତାଙ୍କୁ କେହି ଚିହ୍ନି ପାରିବେନି, ଠାକୁରଙ୍କୁ କେହି ଚିହ୍ନି ପାରିବେନି ତାଙ୍କ ନାଁ କ'ଣ। ତୁ ହେତୁର ଖାଇବା ପାଇଁ ଅଚ୍ୟୁତ ଜନକୁ ଚେତାଇଲା। କଳିକାଳ ଠାରୁ ବଳି କରାଯାଏ ହକ କଥାକୁ ଲେଖିଲା। କ'ଣ କଳିକାଳ ବଳିକାଳ? ଆରେ ସତ୍ୟପ୍ରକାଶିବ ବଳି ରାଜା ହେବ। ଆଉ ଢିଙ୍କି ଅଛି ଏ ମର୍ତ୍ତ୍ୟରେ? ଢିଙ୍କି କୁଆଡ଼େ ଗଲା? କାହିଁ ଢିଙ୍କି କୁଆଡ଼େ ଗଲା? ଯେବେ ବଳି ରାଜା ହେବ ଢିଙ୍କି ପୁଣି ଆସିବ ମର୍ତ୍ତ୍ୟକୁ। ସତ୍ୟପ୍ରକାଶ ହେବ। 28 ଅବନି ବହିବେ, 29 ଭଗବାନ ଖେଳ ଖେଳିବେ। 30 ବେଳକୁ କାମ ସରିଥିବ। କଳ୍କି ଅବତାର 29 ମସିହାରେ ଏବେ ଭଗବାନ କେଉଁଠି ହେବେ? ଯାଜନଗର। କେତେ କହନ୍ତି ଯାଜନଗର ଛତିଆ, କେତେ କହନ୍ତି ଯାଜନଗର ହେଉଛି କେଉଁଠି ନା ଯାଜପୁର। କି ଯାଜନଗର କିଏ? ଟିକିରା ଗୋହିରୀ କେଉଁଠି? କେଉଁ ଯାଜନଗରରେ ସେ ହେବେ? ପୂର୍ବପୁରୁଷ ସମସ୍ତ କହନ୍ତି କ'ଣ ନା ଜଗନ୍ନାଥଙ୍କର ଜନ୍ମବେଦୀ ହେଉଛି କେଉଁଠି ନା ଗୁଣ୍ଡିଚାବାଡ଼ି। ପ୍ରକୃତ ଜଗନ୍ନାଥଙ୍କ ପ୍ରଥମ ଜନ୍ମ କେଉଁଠି କେହି ଜାଣନ୍ତି ନାହିଁ। କାହା ପୁଅ ଜଗନ୍ନାଥ କେହି ଜାଣନ୍ତି ନାହିଁ। କେଉଁ ପୁରୁଷର ଜଗନ୍ନାଥ ଜନ୍ମ ହେଇଛନ୍ତି? ପୁରୀର କେଉଁ ବର୍ଷରୁ ଖେଳ କଲେ? କେଉଁ ପୁରୁଷରୁ? ତାଙ୍କ ଆଦିମ ଜନ୍ମ କେଉଁଠି? କେତେ ପିଢ଼ି ଆସି ରହିଥିଲେ? ସେ ପୂର୍ବରୁ କେଉଁଠି ଥିଲେ? ମାଳିକାର ତତ୍ତ୍ୱ ଯେଉଁମାନେ ଜାଣିଥିଲେ ସେଇମାନେ କହିପାରିବେ। ସମସ୍ତେ ମାଳିକାକୁ କହିପାରନ୍ତି। ଏବେ ତ ବିଭିନ୍ନ ବହି ବାହାରିଛି, ବିଭିନ୍ନ ଲୋକ କହୁଛନ୍ତି ଜଗନ୍ନାଥଙ୍କ ପ୍ରକୃତ ଜନ୍ମ କିଏ, ତାଙ୍କ ବାପା କିଏ। ତେଣୁ ସେବେଳେ କଳିକାଳ ଠାରୁ ବଳି କରାଯାଏ ହକ କଥା ଲେଖାଇଲା। କାହିଁକି ନା ହେତୁ ରଖାଇବା ପାଇଁକି ଅଚ୍ୟୁତ ଜନକୁ ସେ ଚେତାଇଲା। ସମାଜକୁ ଚେତନା ନେଉଛି। ଆରେ ମଣିଷମାନେ ସବୁ ଚେତନା ରଖ, ଜାଗ୍ରତରେ ରୁହ। ତେଣୁ ଏତେ କଷଣରେ ଚେତି ନ ପାଇଲେ
ତୁଣ୍ଡେ ନ ଆସିବ ହରି। ଯଦି ଚେତନା ନଥିବ ସେତେବେଳେ ହରି କିଏ କହିପାରିବ କି? ତେଣୁ ନାମ କଲ ବଲ କପାଳେ ଫଳିବ, ଦଣ୍ଡ ଦେବେ ଦଣ୍ଡଧାରୀ। ସେତେବେଳକୁ ଆଉ କେହି ରକ୍ଷା କରିପାରିବେ ନାହିଁ। ନୂତନ ସର୍ଜନା ବ୍ରହ୍ମାଣ୍ଡ ହେବ। ନିତ୍ୟ କଳି ଖେଳ ଏହି ନିଜେ ଅନାଦି ଯେ ଶାଢ଼ୀ ଯେ ବାନ୍ଧିବ ଅନନ୍ତକ ଶିର ନେଇ, ସେତେବେଳେ ଅନାଦି ଗୋସାଇ ଅନନ୍ତକ ଶିରରେ ମସ୍ତକରେ ଶାଢ଼ୀ ବାନ୍ଧିବେ। ବଳି ଇନ୍ଦ୍ର ହେବ, ସତ୍ୟ ଉପୁଜିବ, ଖାଲି ଥିବ ଇନ୍ଦ୍ରପୁରୀ, ବନ୍ଦାପନା ଔଘ ଥାଳି ଘେନିକି ବନ୍ଦାଇବେ ଅପସରୀ। ସେତେବେଳେ ଅପସରୀମାନେ ବନ୍ଦାପନା କରିବେ, ନାରଦ ବୀଣା ବଜାଇ ଆସିବେ। ସେ ସମୟରେ ଦିଲ୍ଲୀ ସିଂହାସନ ଯେ ହେଉଛି ହସ୍ତିନା ରାଜପୁର। ହସ୍ତିନା ରାଜପୁରରେ ସେଇ ସମୟରେ ବଳରାମ ରାଜା ହେବେ। ଅଯୋଧ୍ୟାରେ ସେ ସମୟରେ ରାଜା ହେବେ। ଅଯୋଧ୍ୟାରେ ବି କେହି ରାଜା ନାହାନ୍ତି, ସୂର୍ଯ୍ୟବଂଶୀ ରାଜା ସେ ସମୟରେ ବଜା। ତେଣୁ ପ୍ରଭୁ ସେଇଠି କହିଲେ, ନବ ନବ ତିନି କମ୍ପିବ ମେଦିନୀ, ବାର ବେନି ମିଶାଇବ, ଏକାଳରେ 10 ଗ୍ରାମେ 10 ଥିବ, ପୃଥିବୀ ଧ୍ୱଂସ ପାଇବ। ପ୍ରତି 10 ଗାଁରେ ଜଣେ 2 ଜଣ କିଏ ଥିବେ, ଗୋଟିଏ ଗାଁ ହେବ। ତାପରେ କ'ଣ ନା ମଞ୍ଚେଶ୍ୱର ଗିରି ଜଳେ ବୁଡ଼ିଯିବ, ଚୌଦ୍ୱାର ନାଶ ଯିବ, 96 ଜଣ ଭକ୍ତଙ୍କ ସଙ୍ଗରେ ମହା କନ୍ଦଳ ଲାଗିବ। ପ୍ରଭୁଙ୍କର କ'ଣ ହେବ ନା ସବୁ କନ୍ଦଳ କରିବେ। ସେତେବେଳେ ଛତିଆଟା ହଣାକୁଟା ଚାଲିବ। ଆଜ୍ଞା କିଛି ହେଇନି। ପ୍ରଭୁ ଗୁପ୍ତରେ ଯାଇକିରି ଏବେ ଏଇ ଅଳ୍ପ ଦିନ ରହିଲା ଛତିଆରେ ଗଣ୍ଡଗୋଳ ଲାଗିବ। ସେଠୁ ଲାଗିଲେ ପୁରୀରେ ହେବ। ଏବେ ତ କ'ଣ ରତ୍ନ ସିଂହାସନ ଏଇ ଯେଉଁ ଇଏ ହେଉଛି ଆପଣଙ୍କର ଯେଉଁ ଖୋଲା ହେଉଛି କ'ଣ ନା ରତ୍ନ ଭଣ୍ଡାର, ଆପଣ ଜାଣିଥିବେ। ଅଚ୍ୟୁତାନନ୍ଦ ମଧ୍ୟ ତାଙ୍କ ମାଳିକାରେ କହିଛନ୍ତି। ତେଣୁ ଏଠି କହିଲେ ଗୁରୁ ଶିଷ୍ୟଙ୍କର ଲାଗିବ କନ୍ଦଳ, ବିପରୀତ କଥା, ଏକଥାରେ ବଡ଼ ରହସ୍ୟ ଲାଗଇ, ଶୁଣି ମୁଣ୍ଡ ହୁଏ ବ୍ୟଥା। ଏ ସବୁ ମଣିଷର ନିଜ ଜୀବନ ନିଜ ହାତରେ କେହି କାହାକୁ ମାରେନି। କାହିଁକି? ଯାହା କରୁଛେ ମାନବ କରୁଛି। ଭଗବାନଙ୍କ କଥା କେହି ମାନିଲେନି। ପ୍ରଭୁ କହିଲେ ମୁଁ ଯାହା କରୁଛି କର ନା, ମୁଁ ଯାହା କହୁଛି କର। ଏ ମଣିଷ କଳିଯୁଗରେ ସବୁ ଓଲଟା କଲା। କାହିଁକି ନା ଯେ ଗୁରୁଙ୍କର ବାକ୍ୟ ଯେ ଦାବାନଳ, ଗୁରୁଙ୍କ ଯେଉଁ ବାକ୍ୟ କହନ୍ତି ସେ ଗୋଟେ ନିଆଁ ସଦୃଶ, ତାକୁ ଯେ ସହେ ସେଇ ଶିଷ୍ୟମାନେ ହିଁ କେବଳ ତାକୁ ପାଇପାରନ୍ତି। କାହିଁକି ନା ସେ ଗୁରୁଙ୍କ ବାକ୍ୟକୁ ଅନ୍ୟଥା କରନ୍ତି ନାହିଁ। ତେଣୁ କହିଲା ସଦଗୁରୁ ସେବା କଲେ ଜଗତ ତୁଟିଯାଏ, ମାୟାଦ୍ୱନ୍ଦ ବହନ୍ତା ପାଣିରେ ଯେନେ ପଡ଼ିଯାଏ ବନ୍ଧ। ପାଣି ବହିଗଲେ ଯେପରି ବନ୍ଧ ପକେଇଲେ ରହେ, ସେ ସେଇଭଳି ଗୁରୁଙ୍କ କଥା ଯେ ମାନେ ସେଇମାନେ ରହିପାରିବେ। କହିଲା 1,00,000 ବର୍ଷ ତପ କରିଥିଲେ ଯେବେ ନାହିଁ ଗୁରୁ ଆଶ୍ରା, ସକଳ ତପସ୍ୟା ବୃଥା ହେବ, ନଥିଲେ ଗୁରୁ ଭରସା। ତୁମେ ଯେତେ ଗୁରୁ କର ଯାହା କର, କିନ୍ତୁ କେହି ରକ୍ଷା କରିବେ ନାହିଁ। କୌଣସି ଗୁରୁଙ୍କ ଭରସା ନାହିଁ। ଗୁରୁ କାହିଁ? ଅଭିରାମକୁ କିଏ ଦେଖିଛି ଆଜ୍ଞା? ଏବେ ଯେଉଁ ଗୁରୁ କରିଛନ୍ତି ଆପଣଙ୍କର ଯେଉଁ ପୂଜା ହୁଅନ୍ତି ରବିବାରେ, କ'ଣ ତାଙ୍କର ନା, ତାଙ୍କର ସେ ଗୁରୁ ଅଛି ନିଗମାନନ୍ଦକୁ କିଏ ଦେଖିଛି? କହିଲା ଜୀବନ୍ତ ଗୁରୁ ଯାହାର ନଥିବ ତାଙ୍କୁ କେମିତି ଦେଖିଲେ? ସେ ଗୁରୁ କାହାଠୁ କଲେ? ଶିକ୍ଷା କେମିତି ପାଇଲେ? ଅବିକା ଅଭିରାମଙ୍କର କ'ଣ କରୁଛନ୍ତି ନା କେହି ଦେଖି ନାହାନ୍ତି, ତାଙ୍କ ନାଁ ଧରି ବୁଲିଲେ। ଅଭିରାମ କିଏ ଦେଖିଛନ୍ତି କି? ତାଙ୍କଠୁ ଶିକ୍ଷା ପାଇଁ ଯେତେବେଳେ ପଚରା ହେବ, ଆରେ ଅଭିରାମକୁ ଦେଖିଛୁ ନା ନାହିଁ, ତାହେଲେ ତୁମେ ଶିକ୍ଷା ଦେଲା କିଏ? ନା ଆଜ୍ଞା ପଟ୍ଟ ଶିଷ୍ୟ। ସିଏ କିଛି ଜାଣିଛି ତାଙ୍କ ବିଷୟରେ? ତାଙ୍କୁ ତ ଦେଖିନ, ଗୁରୁ କଲ କେମିତି, ତାଙ୍କ ନାଁ ଗାଇଲ କେମିତି? ତେଣୁ କୃଷ୍ଣ ଭାବ ରସ ଯାହାର ନଥିବ କେହି ରଖିବେ ନାହିଁ। ଯେଉଁ ଗୁରୁଙ୍କ ପାଖରେ କୃଷ୍ଣର ଭାବନସର ଥିବ। ତେଣୁ ଦେବତାଙ୍କୁ କାଷ୍ଟ ପାଷାଣ ବୋଲ ସେବା କେହି ନ କରିବେ, ଦିନୁ ଦିନ ପ୍ରଜାମାନେ ଦୁଃଖ ହିଁ ସାହା କେହି ନ ରହିବେ। ଦେଖିବେ ଯେତେବେଳେ ସମୟରେ ଯେଉଁ ଗୁରୁମାନେ ଯେଉଁ ଶିକ୍ଷା ଦେଇଥିବେ, ଇଏ ଶିକ୍ଷା ସବୁ କ'ଣ ହେବ ନା ଲୋପ୍ୟ ହେବ। ଗୀତା ଭାଗବତ ପୁରାଣ ଯେ ଶାସ୍ତ୍ର କିଛି ରହିବ ନାହିଁ, କେବଳ ରହିବ ଓଙ୍କାର ବ୍ରହ୍ମ। କ'ଣ ନା ସେଇ ସମୟରେ ଯୋଗମାୟା ହସ୍ତେ ମୁଣ୍ଡ ଗୋଟି ତାର ଖଡ଼ଗରେ ଯେ ହଣା ହେବ, କେହି ନ ରଖିବେ ମାଳିକି ଗୋଡ଼ାଇ, ଯେତେ ଗଣି ନ ପାରିବେ। ସବୁ ମାଳି ଗଡ଼ମନ୍ତି ବସିକିରି ବାପା, ସେ ମାଳି ରହିବନି। ପଚରା ହେବ ଅଣସୂତ୍ରମାଳା ନା ସୂତ୍ରମାଳା। ଯୋଗମାୟା ପରୀକ୍ଷା କରିବ ଏ ମାଳିଗଡ଼ା ମାନଙ୍କୁ। ଦାମ୍ଭିକ କପଟି ପରନିନ୍ଦୁକ, ଖାଇଯିବେ ଗୋସାମଣି। ଗୋସାମଣି କିଏ? ମଶାଣୀର ଯେଉଁମାନେ ମଠ ମଠ କରି ଅଛନ୍ତି, କିଏ ନା ମଶାଣୀ ଚଣ୍ଡୀ ଯାହାକୁ କହୁଛ। ତେଣୁ ସେଇ ସମୟରେ ମଠ ମଠକିରି ଚାହିଁ ରହିବେ ମଶାଣୀକୁ ଅନାଇ। ଗୋସାମଣୀ ମାନେ ବାହାରିବେ ମଶାଣୀ ଭୂଇଁରେ ଥାଇ, ସେମାନେ ଯେତକ ମ୍ଲେଚ୍ଛ ତାଙ୍କୁ ଖାଇଯିବେ ଗୋଡ଼େଇକିରି। ସେ କିଏ ନା ଆଦି ପୂର୍ଣ୍ଣମାସୀ ଦେଖି ଯୋଗମାୟା ଲହ ଲହ ଜୁହା କରି, ଦେଖିଲା ବେଳକୁ ଯୋଗମାୟା ଭକ୍ଷିବାକୁ ମନ କରି କହିଲା ଶୁଦ୍ଧ ରକ୍ତ ମାଂସ ଖାଇବ କାହିଁ,
ନା ଯେତେବେଳେ ରାମଚନ୍ଦ୍ର ପୂଜା କରୁଥିଲେ ତ୍ରେତୟାରେ ମାଆ କୁ ଗୋଟିଏ ପଦ୍ମ ସମସ୍ତେ ଜାଣନ୍ତି ହରଣ କରିଥିଲା ମା। ହନୁମାନଙ୍କୁ କହିଲେ ଆରେ ବାପା ତୁ ଗଣିକିରି ଆଣିଥିଲୁ? ନା ଆଜ୍ଞା ମୁଁ 7-12 କିରି ଗଣିକିରି ଆଣିଥିଲି, ଭୁଲ ନାହିଁ। ତାହେଲେ ଗୋଟିଏ କାହିଁ ନିଅଣ୍ଟ ହେଉଛି? ବାରମ୍ବାର ଯେତେବେଳେ ଫୁଲ ଚଢ଼େଇବାକୁ ଯାଆନ୍ତି ଗୋଟିଏ ସବୁବେଳେ ନିଅଣ୍ଟ ହେଲା। ହନୁମାନ କହିଲେ ଆଜ୍ଞା ଆପଣ ତ କରୁ ଏତେ ଫୁଲ ତୋଳିକିରି ଆଣିକିରି ଗୋଟି ଗୋଟି ଗଣିଲି 108, ନିଅଣ୍ଟ ହେବ କାହିଁକି? ନା ଯଦି ନିଅଣ୍ଟ ହେଉଛି ଆପଣ ବା ରାଜୀବ ଲୋଚନ, ଆପଣଙ୍କ ବା ନାଁ ବା ରାଜୀବ ଲୋଚନ, ପଦ୍ମ ବା ଆପଣଙ୍କ ପାଖରେ। ଭଗବାନ କହିଲେ ଆରେ ମୁଁ ପଦ୍ମ ପାଇଗଲି। ଯେତେବେଳେ ଚକ୍ଷୁ ତାଡ଼ିବାକୁ ଯାଆନ୍ତି ମା କହିଲା ରୁହ ରାମଚନ୍ଦ୍ର, ପଦ୍ମଟା ମୁଁ ହରଣ କରିଛି କିନ୍ତୁ ତମ ବର ପ୍ରାପ୍ତ ହେଲା। ତେଣୁ ଭଗବାନଙ୍କୁ ବର ଦେଲେ କିଏ? ନା ମା। ମା ମାଗିଲା, କହିଲା ମୋତେ କ'ଣ ଖାଇବାକୁ ଦେ। ନା କ'ଣ ଦେବି? ନା ଶୁଦ୍ଧ ରକ୍ତ ମାଂସ ଖାଇବି। ନା ଅନେଇଥା କଳିଯୁଗକୁ, ଯେଉଁମାନେ ଶୁଦ୍ଧ ଶରୀର ଭିତରେ ଥିବେ। ଆଜିକାଲି ଯେଉଁ ବାହାଦୀ ମାନେ ଆଜ୍ଞା ବୁଲୁଛନ୍ତି କାହିଁକି? ନା କହିଲେ ଭାଇମାନେ ମୋର କାହିଁକିନା ବହୁତ କିଛି କହିପାରନ୍ତି କିନ୍ତୁ କିଛି ମଧ୍ୟ କାହାକୁ କହିବାର ନାହିଁ, ଯିଏ ଯେଉଁ ବାଟରେ ଅଛି। ଯେଉଁମାନେ ସିଦ୍ଧ ସାଧୁ କହିଲା କେତେ ଅବା ମଠ ବାଡ଼ି ଛକି ବୁଲିର ଖାଇବେ, ସାଧୁ ବେକକୁ ଧରିଲେ ବୁଲୁ ନଥିବେ, ସେମାନେ ସାଧୁକୁ ସେ ରହିବେ ନାହିଁ। ଯେଉଁମାନେ ସିଦ୍ଧ ସାଧୁ ସେଇମାନଙ୍କୁ ସେ ରଖିବେ। କେତେ ନାମକୁ ଭୋଜନ କରିନ ଭୋଜନା ଭୋଜୁଥିବେ, କେତେ ଚିତା କାଟି ମାରିଲ ଲେଙ୍ଗୁଟି, ସାଧୁପଣ ଦେଖେଇବେ କ'ଣ? ନା ଆମେ ହେଉଛୁ ସାଧୁ। କିନ୍ତୁ ସେଇମାନଙ୍କୁ ଯୋଗମାୟା ଖାଇବ। ଠୁକର ଖାଇବେ, ଠଣା ନ ପାଇବେ। ଠିକ ବେଳ ହେବ ବେଳେ ଠିକ ବେଳକୁ ଧରାଯାଏ ପଡ଼ିବ, ନାମ ପାସରିବେ। ହେଲେ ସେ ନାମ ମଧ୍ୟ ପାସରି ଯିବେ, ଜାଣିପାରିବେନି ନାମ କ'ଣ। ତେଣୁ ସତ୍ୟକୁ ଛାଡ଼ିବେ, ମାୟାରେ ପଡ଼ିବେ, ବ୍ରହ୍ମଚାରୀ ବୋଲାଇବେ। ଦେବୀମାନଙ୍କର ବଳିବ ଯା ସବୁ ବୁଲିନ ବନ୍ଦ କରିବେ। କେତେ ମାୟାଚାରୀ ମାନ ଅଛନ୍ତି ବୁଲିକିରି ବନ୍ଦ କରିବେ। ଏଇ ସେ ଦେବୀ କ'ଣ ସେଠି କ'ଣ ଅମକ ହେଉଛି। ଆରେ ପୂର୍ବରୁ ତ ସେମାନେ ଖାଉଥିଲେ ବଳି ଭୋଜା, ତମେ କାହିଁ? ଯୋଗମାୟା କେବେ ଛାଡ଼ିବନି। ତେଣୁ କହିଲା ଧନ୍ୟ କଳିଯୁଗେ ଅବତାର ନେବୁ, ନବଦ୍ୱୀପର ନିବାସୀ ସଖା ସଖୀ ଦୁବେ ସକଳେ ବୁବେ, ଭକ୍ତ ହୋଇବେ ପ୍ରକାଶୀ। ସେ ସମୟରେ ବହୁତ ଭକ୍ତମାନେ କ'ଣ କରିବା? ବିଭିନ୍ନ ଗୁରୁଙ୍କୁ ଧରିକିରି ବୁଲିବେ, ବିଭିନ୍ନ ଗୁରୁଙ୍କ ନାଁ ବୋଲିବେ, କିନ୍ତୁ ଭକ୍ତ ବୋଲି କେହି ଜଣେ ନଥିବେ। ପୁଣି କଳିକାଳେ ମୁହିଁ ଦାରୁ ବ୍ରହ୍ମେ ବସିଥିବି, ଶ୍ରୀକ୍ଷେତ୍ରରେ ସାଥୀ ସୋଦର ମେଳେ ରହିବି, ଯାଇ କଳ୍ପବୃକ୍ଷେ। ପ୍ରଭୁ କହିଲେ ତ କଳ୍ପବୃକ୍ଷରେ ଲୀଳା କରିବି କଳିଯୁଗରେ, ସେହି ସମୟରେ ମୋର ସାଥୀ ସୋଦର ଭାଇମାନଙ୍କୁ ନେଇଥିବି। ସେମାନେ ହେଉଛନ୍ତି ମୋର ସାଙ୍ଗ ପଞ୍ଚସଖା। ତେଣୁ ଏ କଳିଯୁଗରେ ହେଉଛି କ'ଣ? ନା ଥୋକେ ମୂଢ଼ଜନ ଭିଆଇବେ, ବୈଷ୍ଣବ ଧର୍ମ କରିବେ। ସେଇ ବୈଷ୍ଣବ ଧର୍ମରେ ଏମାନେ କ'ଣ କରିବେ? ବିଭିନ୍ନ ଧର୍ମକୁ ନେଇକିରି ସତ୍ୟ ସନାତନ ଧର୍ମକୁ କ'ଣ କରିବେ? କେହି ମାନିବେ ନାହିଁ। ବିଭିନ୍ନ ଧର୍ମରେ ରହିକିରି ଏସବୁ ଅନୀତି ଅନ୍ୟାୟରେ ସବୁ ନାଶ ଯିବେ ଆଜ୍ଞା। ତେଣୁ ପରଦ୍ରବ୍ୟ ପର ରମଣୀକୁ ଦୃଷ୍ଟିରେ ବଳ କରିବେ ହରଣ, ଧର୍ମ ଅଧର୍ମଣ ବିଚାର ନଥିବ, ହେବେ ସେହି ଜ୍ଞାନହୀନ। ଜ୍ଞାନୀ ହୋଇ ମଧ୍ୟ ହୀନବୃତ୍ତି କରିବ। ତେଣୁ ଜ୍ଞାନ ହଜିଯିବ, ସେ ବେଳକୁ କାହାରି ନଥିବ। ତେଣୁ ମିଥୁନ କକଡ଼ା ମାସରେ ବରଷା ଆଉ ନହିବ, ଲବଣ ସମୁଦ୍ର ଉଠି ଆସିବ, ଜଳବାୟୁ ଲବଣ ହେବ। ଏ ସମୟ ଆଜ୍ଞା ଆସିଗଲା। ଆପଣ କହିଲେ ହୀରାପାରା ବା ନିକଟ ହେଇ ଆସିଲାଣି, ଭାଙ୍ଗିବ 27 ମସିହାରେ ଭାଙ୍ଗିବ, ଏହା ସତ୍ୟ। ଚଉଦିଗ ଧୂମ ବର୍ଣ୍ଣ ହୋଇଯିବ, ସୂର୍ଯ୍ୟ ଦିବସ ନଥିବେ, ସେବେଳକୁ ଚଣ୍ଡୀ ରୂପକୁ ଧରି କେତେ ଅବା ରକତ ଶୋଷିବେ। କାହିଁକିନା ସେ ସମୟରେ ରୋଗ ବ୍ୟାଧି ବହୁତ, ନାଳ ଶୁଳା ରକ୍ତ ବ୍ୟାଧି ସବୁ ମାଡ଼ିବ। ଥୟ କରେଇ ଦେବେନି, ମଣିଷମାନେ ଥୟ ହେବେନି, ସବୁ ଯାକ ରୋଗ ମାଡ଼ିବ। ଡାକ୍ତରମାନେ ଥଇ ପଡ଼ିବେନି। ତେଣୁ ଡାକ୍ତର ନଥିବେ ଯୋଡ଼ି, ରୋଗୀ ଦେଇଥିବେ ଧାଡ଼ି। ଡାକ୍ତର ଦେଲେ ରୋଗ କିଏ ଦେଖିବେ? ହିଁ ନ ପାଇବେ ଅନ୍ତ, ସିଦ୍ଧ ସାଧୁମାନେ ସେମାନେ ଜାଣିବେ, ଶୁଣ ତାର ବୃତ୍ତାନ୍ତ। ଯେଉଁମାନେ ସିଦ୍ଧ ସାଧୁ ସେଇମାନେ ହିଁ ଜଣାଥିବ। ଆଉ ଗୋଟେ କଥା କହିଲେ କ'ଣ? ନା ଜାତିସ୍ମର ଭକ୍ତ ଯେଉଁମାନଙ୍କୁ ଜଣା, ସେମାନେ ବଣା ହେବେ ନାହିଁ କିଛି। ଆଉ ଯେତେ ଇତ୍ୟାଦି ସାରସ୍ୱତ ଗ୍ରନ୍ଥ ସେମାନେ କିଛି ଜାଣି ବି ପାରିବେ ନାହିଁ। ଜ୍ଞାନ ଥିବ ଯାହା ଦେହେ, ଶାସ୍ତ୍ର ପୁରାଣରେ ଗମିତ ନୁହେଁ, ନିଷ୍କାମି ପ୍ରାପ୍ତ ହୁଏ। କାହିଁକି ନା ଖାଲି ପୁରାଣ ଶାସ୍ତ୍ର ଗୁଡ଼େ ଭେଦ କରିଦେଲେ ପଢ଼ିଗଲେ ସେଠି ଜ୍ଞାନ ନଥାଏ। ଯାହା ଦେହରେ ଜ୍ଞାନ ଥିବ, କାହିଁକି ନା ଆତ୍ମଜ୍ଞାନ, ଯେଉଁମାନେ ଶରୀରକୁ ଜାଣିଥିବେ,
ଶରୀର ମାଧ୍ୟମରେ ସାଧନା କରିଥିବେ, ଯାହାର ଆତ୍ମଜ୍ଞାନ ଥିବ, ସେଇମାନେ ହେଉଛନ୍ତି ଚେତୁଆ ଭକ୍ତ। ଆମେ ଯେତେ ପୁରାଣ ଶାସ୍ତ୍ର ପଢ଼ିଲେ ମଧ୍ୟ ଆମେ କହେ ଆମେ ବଡ଼ ଜ୍ଞାନୀ ହେଇଯିବା, ତା ମଧ୍ୟ ନୁହଁ। କାହିଁକିନା ବିଦ୍ୟା ବିଶାରଦ ସର୍ବସାରସ୍ୱତ କୃଷ୍ଣ ଭାବ ରସ ଥିବ, କରି ତାକୁ ଦୟା ହରି ଦିଶେ ଏହା କାୟା ବାସନା ବାସିବ। ଯେଉଁମାନଙ୍କର ବିଦ୍ୟା ବିଶାରଦ, ଯାହା ପାଖରେ କୃଷ୍ଣ ଭାବ ରସ ଥିବ, ମନକୁ ତା କାୟା ବାସନା ବାସିବ। ତେଣୁ କହନ୍ତା ବହନ୍ତା ସରତା ବକତା ଥୟ କେହି ନ ହୋଇବେ, ମାତ୍ର ଆତ୍ମଜ୍ଞାନ ସାଧିଥିବା ଜନ ଜଗତେ ଉଦ୍ଧାର ହେବେ। ଯେତେ କହିଲେ ନାହିଁ, ବୋଇଲେ ନାହିଁ, ପଢ଼ିଲେ ନାହିଁ ନା ବୁଲିଲେ ନାହିଁ, ଗୁଡ଼ାଏ ଶାସ୍ତ୍ର ପଢ଼ିଲେ ନାହିଁ ନା ଅର୍ଜନ କଲେ ନାହିଁ, ଯେଉଁମାନେ ଆତ୍ମଜ୍ଞାନ ସାଧିଥିବ ସେଇମାନେ ହିଁ ଏ ଜଗତରେ ଉଦ୍ଧାର ପାଇବେ। ତେଣୁ ପ୍ରଭୁ କହିଲେ ଯେଉଁମାନେ ଭବିଷ୍ୟ ଲେଖିବେ, ମହିମା ଗାଇବେ। ଆଜିକାଲି କେତେ ବହି ବାହାରୁଛି, କେତେ ଲେଖକ କେତେ କବି ବାହାରୁଛନ୍ତି, କେତେ ମଧ୍ୟ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର, କେତେ ହାଡ଼ିବନ୍ଧୁ ଦାସଙ୍କର, କେତେ ପ୍ରକାର ସବୁ ନୂଆ ନୂଆ କଥା କହି ବହିମାନ ତିଆରି କରି ଓଲଟା କଥା କହୁଛନ୍ତି। ଯାହାକି ଯେଉଁମାନଙ୍କର ଅଙ୍କ ହିସାବ ନାହିଁ, ଓଲଟ ପାଲଟ ଅଙ୍କର ହିସାବ ଯେଉଁ ଜାଣିଥିବ ସେହି ଅଟେ ଚେତୁଆ ଭକତ ଭକତ କହିଲେ ତଇ। କାହିଁକି ନା ପ୍ରଭୁଙ୍କର ଠାର ହିସାବ ଯେ ଜାଣିଥିବ ଓଲଟ ପାଲଟ ଠାର, କାହିଁକିନା ହାଡ଼ିଆ ଠାର ଅଚ୍ୟୁତର ଗାର। ତେଣୁ ପ୍ରଭୁ କହିଲେ ଲକ୍ଷେ ଶିଷ୍ୟ ଯେଉଁଦିନ ପୂର୍ଣ୍ଣ ହେବେ ସେଇଦିନ ଛାଡ଼ିବେ ଦେହ, ବୀର ସିଂହ ଦେବ ବହୁ ତାଙ୍କୁ ଦେବ ଋତୁ ପଞ୍ଚଭୂତ। ଆଜ୍ଞା 6ଟା ଋତୁ ଚାଲିଛି, ଆଜ୍ଞା କେହି ଜାଣିପାରୁନାହାନ୍ତି। ଷଡ଼ ଋତୁର ଆଗମନ, ଅନନ୍ତଙ୍କର ଖେଳ, ଷୋଳଙ୍କର ଖେଳ, ଯାହାକି ଗୁପ୍ତର ଖେଳ।